ଗାଇସ୍ ଆମେ ଅବିକା ସେଇ ଘର ପାଖରେ ଅଛୁ ଦୁଇ ଘର ବିଷୟରେ କି ମୁଁ ପ୍ରିୟ ଭିଡ଼ିଓରେ କହିଥିଲି। ତ ମାଉସୀଙ୍କ କହିବା ଅନୁସାରେ ଡେଲି ରାତି 2ଟାରୁ 3ଟା ଭିତରେ 2:30 ଯେଉଁଟାକି ପିକ୍ ଟାଇମ୍ ଶୋଇ ଘରୁ କିଏ ଗୋଟେ ରାତିରେ ବାହାରୁଛି ଯେଉଁଠିକି ସେ ଅନୁସାରେ କାନ୍ଦି କାନ୍ଦିକି ଯାଉଛି ମନ୍ଦିର, ପୁଣି ମନ୍ଦିରରୁ କାନ୍ଦି କାନ୍ଦି ଘରକୁ ଫେରୁଛି। ରାତି 2:30 ମେନଲି ପିକ୍ ଟାଇମ୍ରେ। ତ ଅବିକା ବାଜିଲେଣି ରାତି 12ଟା 57, ମାନେ 1:30 ମେନଲି 1 ବାଜିଲାଣି। ତ ଆମେ 2ଟାରୁ 3ଟା ଭିତରେ ଦେଖିବା କି କିଏ ଆକ୍ଚୁଆଲିରେ ଯାଉଛି या फिर ନ ଯାଉଛି। ତ ସେଟାକୁ ଦେଖିବା ପାଇଁ ହେଲେ ଭିଡ଼ିଓକୁ ଫୁଲ୍ ଦେଖନ୍ତୁ। ତ ଏଇଟା ହେଉଛି ସେଇ ଘର ଯେଉଁ ଘର ବିଷୟରେ ମୁଁ କହୁଥିଲି। ଏଇ ଯେଉଁ ଘରଟା ଦେଖୁଛନ୍ତି ପୁରା ବନ୍ଦ ପଡ଼ିଛି, ଏଇ ଘରଟା। ରାତି ତ 1 ବାଜିଛି, ପୁରା ସୁନସାନ, କେହି କୁଆଡ଼ୁ ନାହାନ୍ତି। ଏଇ ଦୁଇଟା ଯାକ ଚୋର ଦେଖନ୍ତୁ ଲୁଚି ଯାଉଛନ୍ତି, କେହି କୁଆଡ଼ୁ ନାହାନ୍ତି। 1 ବାଜିଛି ତ ପୁରା 2:30 3ଟା ଯାଏଁ ଅପେକ୍ଷା କରିବା। ଆଗରୁ ଗୋଟେ ତ ଟାଇମ୍ ଅବିକା 1 ପରେ ହେଇଗଲାଣି। ତ ଆପଣମାନେ ଦେଖିପାରୁଥିବେ ସେ ଯେଉଁ ବାଇକ୍ଟା ଥୁଆ ହେଇଛି, ସେ ବାଇକ୍ ସାମ୍ନାରେ ସେ ଘରଟା, ସେଇ ଯେଉଁ ଘରଟା, ସେଇ ଘରେ ଏ କୁକୁରଟାକୁ ଆମେ କେମିତି ଦେଖାଯାଉଛି କେଜାଣି ସେଠୁ ଥାଇ ଭୋକୁଛନ୍ତି। ତ ମେନଲି ସେଦିନ ମାଉସୀଙ୍କ କହିବା ହିସାବରେ ସେଇ ଯେଉଁ ଖୁଣ୍ଟିଟା ଅଛି, ସେଇ ଖୁଣ୍ଟିକୁ ଲାଗିକି ସେ ଘରଟା, ଯେଉଁ ସେ ବାଇକ୍ ସାମ୍ନା ଘରଟା ସେଇଟା। ତ ମାଉସୀଙ୍କ କହିବା ଅନୁସାରେ ସିଏ ଏଇ ବାଟେ ଦେଇକି ଯାଏ। ତ ଆମେ ସେଥିପାଇଁ ଏଇ ବାଟରେ ହିଁ ଅପେକ୍ଷା କରିଛୁ, ବାହାରେ ଠିଆ ହେଇପାରିବୁନି, ସେଥିପାଇଁ ଗାଡ଼ି ଭିତରେ ବସିଛୁ। ତ ଯଦି ସେ ଏଇପଟେ କିଏ ବି ଯାଉଛି ରାତି 2ଟାରୁ 3ଟା ଭିତରେ, ତ ଆମେ ତାକୁ ଯାହାହେଲେ ବି ଦେଖିପାରିବୁ। ଅଚାନକ ସେ କୁକୁର ଗୁଡ଼ାକ କ'ଣ ହେଲା, ସେ ଘର ଆଡ଼କୁ ଅନେଇକି ଭୋକୁଛନ୍ତି। ଟାଇମ୍ କେତେ ହେଲାଣି ଦେଖିଲେ? 1:10। ଆହୁରି ବହୁତ ଟାଇମ୍ ଅଛି। ତ ଗାଇସ୍ ଫାଇନାଲି ଟାଇମ୍ ପାଖେଇ ଆସିଲାଣି। ଟାଇମ୍ କେତେ ହେଲାଣି ଦେଖିଲ? ଟାଇମ୍ ହେଲା 1:58। ଆଉ ମାତ୍ର 2 ମିନିଟ୍ ଅଛି 2ଟା ବାଜିବା ପାଇଁ। ତ କ'ଣ ଏକ୍ସାଇଟମେଣ୍ଟ ଅଛି ଭିତରେ? କ'ଣ ଲାଗୁଛି କିଏ ଆସିବ? ଟାଇମ୍ ଯେତେ ପାଖକୁ ଆଉଛି ଡର ଆଉ ଟେନସନ୍ ବି ସେତେ ବଢ଼ି ବଢ଼ି ଚାଲୁଛି। ଟେନସନ୍ ଡର କ'ଣ, ମୁଁ ଲିଟରାଲି ଚାହୁଁଛି କି କିଏ ଗୋଟେ ଆସୁ, ଏଇପଟୁ ଯାଉ। ଦେଖାଯାଉ କ'ଣ ହେଉଛି। ଆଉ 2 ମିନିଟ୍ ରହିଲା 2ଟା ବାଜିବା ପାଇଁ। ତ ଗାଇଜ୍ ୱେଟ୍ କରି କରି ଟାଇମ୍ ହେଲାଣି ଆସିକି 2:17। କିଛି ବି ଆକ୍ଟିଭିଟି ନାହିଁ ଏଯାଏଁ। ଫିଲହାଲ ପୁରା ସୁନସାନ। ଆହୁରି କେତେ ମିନିଟ୍ ଅଛି? ଆଉ 17 ହେଲେ ଆହୁରି 13 ମିନିଟ୍। ଆହୁରି 13 ମିନିଟ୍ ଅଛି 2:30 ବାଜିବା ପାଇଁ, ଯେଉଁଟାକି ମେନ୍ ଟାଇମିଂ। ତ ଦେଖିବା କ'ଣ ହେଉଛି। ଏଇଟା ହେଉଛି ସେ ଘରର ଛାତ, ସେ ଯେଉଁ ଘର, ତା ଛାତ ସେଇଠି। ଆମେ କନଷ୍ଟାଣ୍ଟଲି ତା ଛାତ ଉପରକୁ ନଜର ରଖୁଛୁ, ବଟ୍ ଛାତରେ ଯାଇ ବି କେହି ଦେଖା ଦେଇନାହାନ୍ତି। ତ ଗାଇସ୍ ଫାଇନାଲି 2:30 ହେଇସାରିଲାଣି, ବଟ୍ ଷ୍ଟିଲ୍ ଦେର୍ ଇଜ୍ नो ବଡି ଆରାଉଣ୍ଡ। କେହି ବି କାହିଁ ଦେଖାଯାଉନାହାନ୍ତି ଏଠି କାନ୍ଦିକି ଯିବାର। 2:30 ଅଲରେଡ଼ି ଟାଇମ୍ ହେଇସାରିଲାଣି। फिर भी 3ଟା ଯାଏଁ ଅପେକ୍ଷା କରିବା ନା? फिर भी 3ଟା ଯାଏଁ ଅପେକ୍ଷା କରିବା। ହଠାତ୍ ଏମାନଙ୍କର କ'ଣ ହେଲା?
टाइम केते ହେଇଛି? 2:32। ତ ଆମେ ଅବିକା ସେ ଘରଠୁ ଦୂରକୁ ପଳେଇ ଆସିଲୁଣି। ତ ରାତି 3ଟା ଯାଏଁ ଅପେକ୍ଷା କଲୁ, କିଛି ବି ସାଉଣ୍ଡ ଶୁଭିଲାନି, କି କାନ୍ଦିବାର ସାଉଣ୍ଡ ହଉ କି ଚାଲିକି ଯିବାର ହଉ, ସେମିତି କିଛି ବି ଦେଖିବାକୁ ପାଇଲୁନି। କହୁନି କି ମାଉସୀ ମିଛ କଥା କହୁଥିଲେ, ହୁଏତ କିଛି ସ୍ପେଶିଆଲ ଡେରେ ବାହାରି ପାରିଥାଏ, ଯେମିତିକି ଅମାବାସ୍ୟା ରାତି ହେଲା, ଏମିତି ଦିନମାନଙ୍କରେ ସେ ଚାଲିକି ଯାଉଥିବ ରାସ୍ତାରେ, କିନ୍ତୁ ସବୁବେଳେ ତ ଯାଉନି। ଆଉ ତମମାନଙ୍କୁ କିଛି ଫିଲ୍ ହେଲା କି? ନା ତ ସେମିତି କିଛି ଫିଲ୍ ହେଲାନି, ଫିର ବି ଯୋଉ କୁକୁର ସବୁବେଳେ ମାନେ ପ୍ରତି ହଁ, ଅଧଘଣ୍ଟା ସେ 45 କୁକୁର ମିନିଟ୍ ମାନେ ଟିକେ ମାନେ ହଠାତ୍ କି ସେପଟ ଘର ଆଡକୁ ଅନେଇକି କାନ୍ଦିବାର ଦେଖିଲୁ, ବଟ୍ ସେଟା ଏତେ ବି ମ୍ୟାଟର କରେନି। ଦେଖ ଆମ କାମ ହଉଛି କି ମାନେ ଯୋଉଠି ବି ଯାହା ମିଷ୍ଟ୍ରି ରହୁଛି, ତ ତାର ପୁରା କୋରକୁ ଯିବା, ତାକୁ ମାନେ ଦେଖିବା କି ହଉଛି ନ ହଉଛି, ଗୋଟେ ମାନେ କାଇଣ୍ଡ ଅଫ ପ୍ରୁଭ୍ କରିବା। ତ ଏଇଟା ପ୍ରୁଫ୍ ହେଲା ଏଇଆ କି ସବୁବେଳେ ତ କେହି ବି ଚାଲିକି କାନ୍ଦିକି ଯାଉନାହାନ୍ତି, ସ୍ପେଶାଲ ଅକେଜନରେ ହୁଏତ ଯାଉଥିବ, ବଟ୍ ସବୁବେଳେ ନୁହଁ। ତ ଯଦି ଆପଣଙ୍କ ଏରିଆରେ ଏମିତି କିଛି ବି ପ୍ଲେସେସ୍ ଅଛି କି ଏମିତି କିଛି ଘର ଅଛି ଯୋଉଠି କିଛି ହଣ୍ଟେଡ୍ ଆକ୍ଟିଭିଟିଜ୍ ହଉଥିବ, ତ ସେଟା ଆମକୁ ଇନଷ୍ଟାଗ୍ରାମରେ ହଉ ୟା ଫିର ୟୁଟ୍ୟୁବ କମେଣ୍ଟ ସେକ୍ସନରେ ହଉ ନିଶ୍ଚୟ ଜଣାନ୍ତୁ। ଆଉ କିଛି କାହାର କହିବାର ଅଛି? ଅ, କିଛି କହିବାର ନାହିଁ। No.